ପାଞ୍ଚ ଦିନ ପରେ ଗାଁକୁ ଫେରିଛି ଦାଦନ ଶ୍ରମିକର ଶବ। ନୂଆଖାଇ ଭଳି ଦିନରେ ଗାଁକୁ ଶବ ଫେରିଥିବା ବେଳେ ସାରା ଗାଁରେ ଦେଖିବାକୁ ମିଳିଛି ଶୋକାକୁଳ ପରିବେଶ। ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶବଦାହ କରାଯାଇଛି। ଏଭଳି ଏକ ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମରଦା ପଞ୍ଚାୟତ ମୁଣ୍ଡା ଗାଁରେ। ଏହି ଗାଁର ଚୈତନ୍ୟ ବିଶି କିଛି ମାସ ତଳେ ନିଜ ପରିବାର ସହିତ ଗୁଜରାଟର ରାଜକୋଟକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ସେ ଅସୁସ୍ଥ ହେବା ସହ ଗୁରୁତର ମଧ୍ୟ ହୋଇପଡ଼ିଥିଲେ। ସେ କାମ କରୁଥିବା ଠିକାଦାର ତାଙ୍କୁ ଟ୍ରେନ୍ ଟିକେଟ୍ କାଟି ଘରକୁ ଯାଅ ବୋଲି କହିଥିଲେ, କିନ୍ତୁ ଟ୍ରେନ୍ରେ ହିଁ ଚୈତନ୍ୟଙ୍କ ମୃତ୍ୟୁ ଘଟିଥିଲା। ରେଳ ବିଭାଗ ତାଙ୍କ ଶବକୁ ନେଇ ରାଜକୋଟ ସୁରେନ୍ଦ୍ରନଗର ସ୍ଥିତ ଗାନ୍ଧୀ ସ୍ମାରକ ହସ୍ପିଟାଲରେ ରଖାଇ ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ ଜିଲ୍ଲା ଶ୍ରମ ଅଧିକାରୀ ସୁଭାଷ ମଣ୍ଡଳଙ୍କ ସହିତ ଯୋଗାଯୋଗ କରି ଜିଲ୍ଲା ଶ୍ରମ ବିଭାଗର ସହାୟତା ଲୋଡ଼ିଥିଲେ। ତେବେ ରାଜକୋଟରୁ ଶବ ନେଇ ବାହାରିଥିବା ଆମ୍ବୁଲାନ୍ସ ଗାଁରେ ପହଞ୍ଚିଥିବା ବେଳେ ଗାଁ ମଶାଣିରେ ଶେଷକୃତ୍ୟ କରାଯାଇଛି।